ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ଆଜିର କିଛି ଟପ୍ ନ୍ୟୁଜ୍। ଜୟ ଜଗନ୍ନାଥ ସାଙ୍ଗମାନେ, ମୋ ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ସମସ୍ତ ଫୋନରେ ସରକାରୀ ସାଇବର ସୁରକ୍ଷା ଆପ୍ ବାଧ୍ୟତାମୂଳକ। ଭାରତ ସରକାରଙ୍କ ଟେଲିକମ୍ ମନ୍ତ୍ରଣାଳୟ ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ଡିଭାଇସରେ ସରକାରୀ ସାଇବର ସୁରକ୍ଷା ଆପ୍ ସଞ୍ଚାର ସାଥୀକୁ ପୂର୍ବରୁ ହିଁ ଇନଷ୍ଟଲ୍ କରିବାକୁ ହେବ ଏବଂ ଏହାକୁ ବ୍ୟବହାରକାରୀମାନେ ଡିଲିଟ୍ କରିପାରିବେ ନାହିଁ। ଏହି ପଦକ୍ଷେପ ଆପଲ୍ ଭଳି କମ୍ପାନୀ ଏବଂ ଗୋପନୀୟତା ସମର୍ଥକମାନଙ୍କୁ ଚିନ୍ତାରେ ପକାଇଛି। ପରବର୍ତ୍ତୀ ଖବର, 4 ଦିନ ହେଲା ମଣ୍ଡି ଖୋଲୁଥିଲେ ବି ଧାନ ଉଠୁନି। ସରକାର ମିଲର ବିବାଦ ଯୋଗୁଁ କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡ଼ି ରହିଛି। ଏତିକି ବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ନିରୁପାୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ସମ୍ବଲପୁର ସିନ୍ଦରପଙ୍କରେ 53 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ପାଇଁ ବି ଦାବି କରିଛନ୍ତି ଚାଷୀ। ପରବର୍ତ୍ତୀ ଖବର, ବିଜେପି ସରକାରରେ ଲାଞ୍ଚୁଆଙ୍କ ସ୍ଥାନ ନାହିଁ। ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଛାନିଆ ହୋଇ ପଡ଼ିଛନ୍ତି ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ। ଖବର ମାତ୍ରେ ଭିଜିଲାନ୍ସ ଚଢ଼ାଉ କରୁଛି। 2024 ଜୁନ 12ରୁ ଏବେ ସୁଦ୍ଧା ନୂଆ ସରକାରରେ ଭିଜିଲାନ୍ସ 318ଟି ମାମଲା ରୁଜୁ କରିବା ସହ ରେଡ୍ କରିଛି। ପରବର୍ତ୍ତୀ ଖବର, ରାଜଭବନ ନାଁ ବଦଳି ହେଲା ଲୋକଭବନ। ଏନେଇ ସୋସିଆଲ ମିଡିଆ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ରାଜ୍ୟପାଳ ହରିବାବୁ କମ୍ଭମପାଟି ଲେଖିଛନ୍ତି, ରାଜଭବନ ଏଣିକି ଲୋକଭବନ। ଲୋକକୈନ୍ଦ୍ରିକ ଶାସନ ଆଡ଼କୁ ଐତିହାସିକ ପଦକ୍ଷେପ। ପରବର୍ତ୍ତୀ ଖବର, କମ୍ ହୋଇଯିବ ବ୍ୟାଙ୍କ ଲୋନ୍ ଇଏମ୍ଆଇ। ଖୁସି ଖବର, ଆରବିଆଇ ନେବେ ବଡ଼ ନିଷ୍ପତ୍ତି। କମ୍ ହୋଇଯିବ ଆପଣଙ୍କ ବ୍ୟାଙ୍କ ଲୋନ୍। ମୁଦ୍ରାସ୍ଫୀତି ଚାପ କମାଇବା ଯୋଗୁଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଆଗାମୀ ମୁଦ୍ରାନୀତି ବୈଠକରେ ରେପୋ ହାର 0.25% ହ୍ରାସ କରିପାରେ। ଯଦି ନିୟାମକ ବ୍ୟାଙ୍କ ରେପୋ ହାର ହ୍ରାସ କରି ଘୋଷଣା କରେ, ତେବେ ଏହା ସିଧାସଳଖ ସାଧାରଣ ଜନତାଙ୍କୁ ଲାଭ ଦେବ। ଆଇଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଡିସେମ୍ବର 5ରେ ନିଷ୍ପତ୍ତି ଘୋଷଣା କରିବେ। କେନ୍ଦ୍ରୀୟ ବ୍ୟାଙ୍କ ଗତବର୍ଷ ଫେବୃଆରୀରେ ହାର ହ୍ରାସ କରିବା ଆରମ୍ଭ କରିଥିଲେ। ରେପୋ ହାରକୁ ମୋଟ 1% ହ୍ରାସ କରି 5.5% କରିଥିଲେ। ପରବର୍ତ୍ତୀ ଖବର, ପୁଣି କିଟ୍ରେ ସୁଇସାଇଡ୍। ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ୟ ଜଣେ ଛାତ୍ରଙ୍କ ମିଳିଛି ମୃତଦେହ। କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରୁ ସନ୍ଦେହଜନକ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ମୃତ ଛାତ୍ର ଜଣକ ହେଉଛନ୍ତି କିଟ୍ର ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ ଯାଦବ। ତାଙ୍କ ଘର ଛତିଶଗଡ଼ରେ। ହେଲେ କେମିତି ତାଙ୍କ ମୃତ୍ୟୁ ହୋଇଥିଲା ସେ ନେଇ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ପରବର୍ତ୍ତୀ ଖବର, ଜିଏସଟି ହାର ହ୍ରାସର ପ୍ରଭାବ। ନଭେମ୍ବର ମାସରେ ଜିଏସଟି ସଂଗ୍ରହରେ ମାତ୍ର 0.7% ବୃଦ୍ଧି ହୋଇ 1.70 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଫେବୃଆରୀ 2024 ପରଠାରୁ ମାସିକ ସର୍ବନିମ୍ନ ସଂଗ୍ରହ ଅଟେ। ଏହି ସଂଗ୍ରହ ଅକ୍ଟୋବର ମାସରେ ଉପଭୋଗ କରାଯାଇଥିବା ସାମଗ୍ରୀ ଓ ସେବା ସହ ଜଡ଼ିତ।